ଯଯାତି ନଗର ଗଦାକ୍ଷେତ୍ର ପ୍ରାଚୀନ ଉତ୍କଳର ରାଜଧାନୀ ଭାବେ ଗୌରବ ଗାଥା ବହନ କରୁଥିବା ଯାଜପୁର ଉତ୍କଳର କାରିଗରମାନଙ୍କ ଅଦ୍ୱିତୀୟ ଭାସ୍କର୍ଯ୍ୟରେ ବିମଣ୍ଡିତ। ଶତ ଶତ ଶୈବପୀଠ ମଧ୍ୟରୁ ଏହି ତ୍ରିଲୋଚନେଶ୍ୱର ମନ୍ଦିର ପ୍ରାଚୀନ ରାଜଧାନୀର ମଥାଟା ଏବେ ମଧ୍ୟ ଟେକି ରଖିଛି। ସୁଉଚ୍ଚ ମନ୍ଦିର ଆଉ ତା ସାଙ୍ଗକୁ ଆଶ୍ଚର୍ଯ୍ୟଚକିତ କଲା ଭଳି କାରୁକାର୍ଯ୍ୟ, ଯାହାକୁ ଦେଖିଲେ ଯେ କେହି ବି ଆଖି ଫେରାଇ ପାରିବେନି। ଇଏ ହେଉଛି ଶୈବକ୍ଷେତ୍ର, ବିରଜାକ୍ଷେତ୍ର ଆଉ ବରାହକ୍ଷେତ୍ର ନାଁରେ ପରିଚିତ ହୋଇଥିବା ପୁରାତନ ରାଜଧାନୀ ଯାଜପୁର ତ୍ରିଲୋଚନ ମନ୍ଦିରର ଦୃଶ୍ୟ। ମନ୍ଦିରର କାରୁକାର୍ଯ୍ୟ ଏଭଳି ଯେ କୌଣସି ମଣିଷକୁ ଶିବ ଭକ୍ତିରେ ଲୀନ କରିଦେବ। ଏଠାରେ ଦେବଦେବ ମହାଦେବ ବାବା ତ୍ରିଲୋଚନ ରୂପରେ ବିରାଜିତ ଏବଂ 12 ହାତ ଦେଉଳରେ 18 ହାତ କାଳୀ ଏହି ମନ୍ଦିରରେ ମଧ୍ୟ ପୂଜା ପାଇଥାନ୍ତି। ଏହି ଶୈବକ୍ଷେତ୍ରରେ ରହିଛି ଅନେକ ରହସ୍ୟ। ପୁରାଣରେ ବର୍ଣ୍ଣିତ ଅଛି ଯେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ଆଉ ତାପରେ ବିରଜାକ୍ଷେତ୍ର। ପ୍ରଭୁ ପରମେଶ୍ୱର ଏଠାରେ ଦେବତ୍ୱ ପାଇଥିବାରୁ ଏଠାକାର ସମସ୍ତ ଶିବଲିଙ୍ଗ ଈଶ୍ୱର ଭାବରେ ପୂଜା ପାଆନ୍ତି। ମନ୍ଦିରଟି ପ୍ରାକୃତିକ ପରିବେଶରେ ପୁରା ପରିପୂର୍ଣ୍ଣ। ପୂଜକମାନେ କହନ୍ତି ଯେ ସେଠାରେ ଅବସ୍ଥାନ କରୁଥିବା ଜଣେ ବାବାଜୀ ଲୋକମାନଙ୍କୁ ଏଠାରେ ଥିବା ସୁଡ଼ଙ୍ଗର ଦ୍ୱାର ଖୋଲିବାକୁ କହିଥିଲେ, ହେଲେ ଲୋକମାନେ ରାଜି ହୋଇନଥିଲେ। ତେଣୁ ବାବାଜୀ ନିଜେ ସୁଡ଼ଙ୍ଗଟିକୁ ଖୋଲିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଥିଲେ। ସେଥିପାଇଁ ତାହା ଏବେ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ବିଶ୍ୱାସ ରହିଛି ଯେ ଏହି ସୁଡ଼ଙ୍ଗ ବାଟ ଦେଇ ପାତାଳରୁ ମହିରାବଣ ଆସି ତ୍ରିଲୋଚନେଶ୍ୱରଙ୍କୁ ପୂଜା କରି ଫେରି ଯାଉଥିଲେ। ମହିରାବଣ କାଳୀଙ୍କୁ ପୂଜା କରିବାର ଦୃଷ୍ଟାନ୍ତ ପୁରାଣ ପୃଷ୍ଠାରୁ ଜଣାପଡ଼େ। ଏହି ମନ୍ଦିରଟି ଅନେକ କିମ୍ବଦନ୍ତୀ, ଲୋକକଥା, କଳା ନୈପୁଣ୍ୟ ଓ ଶିଳ୍ପୀର ସ୍ୱାକ୍ଷର ବହନ କରି ଯଯାତି ନଗରକୁ ଇତିହାସ ପୃଷ୍ଠାରେ ଏକ ବିଶେଷ ସ୍ଥାନ ପ୍ରଦାନ କରେ। ସତରେ ଉତ୍କୃଷ୍ଟ କଳାର କ୍ଷେତ୍ର ଉତ୍କଳ, ଅନନ୍ୟ ଏହାର ଭାସ୍କର୍ଯ୍ୟ। ବାସ୍ତବରେ ତ୍ରିଲୋଚନେଶ୍ୱର ମନ୍ଦିରର ଅଦ୍ୱିତୀୟ କାରିଗରୀ ଓ ମନୋଜ୍ଞ ପରିବେଶରେ ଯେ କେହି ବି ନିଜକୁ ହଜାଇ ଦେବେ।